हेलो फ्रेंड्स, गुड मॉर्निंग। आज बहुत दिन पर माछ टिके खाइबा को इच्छा हैला। छाड़ खाइरे प्रथमे माछ न खाइले तो हबनी। तो सकाळु सकाळु मार्केट जाई 2 किलो माछ आनिली। प्रथमे माछ को भल भाबे धोई देली। तापरे तेल लुण हळदी लगाई मैरिनेट हबा पई 30 मिनिट पई रखिदेली। ଏହି ସମୟ ମଧ୍ୟରେ ବଟା ମସଲା ପ୍ରସ୍ତୁତ କରିବା ପାଇଁ ଜିରା, ସୋରିଷ, ଲଙ୍କା, ଡାଲଚିନି, ତେଜପତ୍ର, ପିଆଜକୁ ଗ୍ରାଇଣ୍ଡିଙ୍ଗ କରିବା ପରେ ଟମାଟୋକୁ ମଧ୍ୟ ଅଲଗା ଭାବେ ଗ୍ରାଇଣ୍ଡିଙ୍ଗ କରିଥିଲି। ଏଥର ଆରମ୍ଭ ହେଲା ଆମର ମାଛ ଭଜା। ପ୍ରଥମେ କଡ଼େଇ ନେଇ ତେଲ ପକାଇ ତେଲ ଗରମ ହେଲା ପରେ ଗୋଟେ ଗୋଟେ ମାଛ ପକାଇ ଛାଣିନେଲି। ଗ୍ୟାସର ଅନ୍ୟ ପଟେ ତାୱା ଗରମ କରି ମାଛକୁ ତାୱା ଭଜା ବି ଭାଜିଥିଲି। ମାଛ ଛଣା ହେଲା ପରେ ସେମ୍ କଡ଼େଇରେ କଟା ପିଆଜ, ଜିରା, ସୋରିଷ ଭାଜି ହେଲା ପରେ ବଟା ମସଲା ଆଉ ବଟା ଟମାଟୋ ପକାଇ ଭଲ ଭାବରେ କଷିଲି। ମସଲାରୁ ତେଲ ଛାଡ଼ିବା ପରେ ଗରମ ପାଣି ଦେଇ ଛଣା ମାଛ ସବୁ ସେଥିରେ ଛାଡ଼ି ଦେଇଥିଲି। ତାପରେ ଆମ୍ବୁଲ ପକାଇ 5 ମିନିଟ୍ ପାଇଁ ଫୁଟାଇ ନେଲି। ଏବେ ହୋଇଯାଇଥିଲା ଆମର ମାଛ ଆମ୍ବୁଲ ବେସର ତରକାରୀ। ସେପଟ ତାୱାରେ ମଧ୍ୟ ମାଛ ଭଜା ରେଡ଼ି ହୋଇଯାଇଥିଲା। ମୋ ରୋଷେଇ ଆପଣମାନଙ୍କୁ କେମିତି ଲାଗିଲା ନିଶ୍ଚୟ କମେଣ୍ଟ କରି ଜଣାଇବେ। ଯଦି ଆପଣମାନଙ୍କୁ ଭଲ ଲାଗିଲା ତ ଗୋଟେ ଲାଇକ୍ କମେଣ୍ଟ କରିବେ ଆଉ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ରହିଲି ଫ୍ରେଣ୍ଡସ୍, ବାଏ।